କଥା ସାହିତ୍ୟ କ୍ଷେତ୍ରରେ ମନୋଜ ଦାସ ଏକ ସମ୍ମାନାସ୍ପଦ ନାମ। ତେବେ କେବଳ କଥା ସାହିତ୍ୟରେ ନୁହେଁ, ନିବନ୍ଧ ଓ ସ୍ତମ୍ଭଲେଖ ଆଦିର ରଚନା କ୍ଷେତ୍ରରେ ମଧ୍ୟ ତାଙ୍କର ଯଥେଷ୍ଟ ପ୍ରତିଷ୍ଠା କରିଛି। ଇସ୍ତାହାର ପତ୍ରିକାର 83 ସଂଖ୍ୟାରେ ଭାରତୀୟ ସାହିତ୍ୟ ଦୁଇ ସମାନ୍ତରାଳ ପରମ୍ପରା ପ୍ରକାଶ ପାଇବା ପରେ 84 ସଂଖ୍ୟାରେ ତାର ବିଶେଷ ଅଂଶ ଭାବରେ ଏହି ପ୍ରଶ୍ନୋତ୍ତର ଭିତ୍ତିକ ନିବନ୍ଧ ପ୍ରକାଶ ପାଇଥିଲା। ପ୍ରାଜ୍ଞ ଲୋକସାହିତ୍ୟ ଶ୍ରୀ ମନୋଜ ଦାସ। ପ୍ରଶ୍ନ: ପ୍ରାଜ୍ଞ ସାହିତ୍ୟ ଭାବରେ ଏବଂ ଲୋକ ସାହିତ୍ୟ ଭାବରେ ଆପଣ ଉପସ୍ଥାପନ କରିଥିବା ଭାରତୀୟ ସାହିତ୍ୟର ଦୁଇ ଧାରା ବାହାରେ ଏକ ପ୍ରାଜ୍ଞ ଲୋକସାହିତ୍ୟ ରହିଛି ବୋଲି କହିଛନ୍ତି। ଆପଣ କ'ଣ ପୁରାଣ କଥା ମିଥ୍କୁ ବୁଝାଉଛନ୍ତି? ଯଦି ଅନ୍ୟ କୌଣସି ସାହିତ୍ୟ କଥା କହୁଥିବେ, ତେବେ ତାର କେତୋଟି ଦୃଷ୍ଟାନ୍ତ ଦେବେ କି? ମିଥ୍ଠୁ ତାର ପାର୍ଥକ୍ୟ କ'ଣ? ଉତ୍ତର: ପୁରାଣ କାହାଣୀ ବା ମିଥ୍ ଗୂଢ଼ ଅର୍ଥଦ୍ୟୋତକ। କାହାଣୀଟି ଉପରକୁ ଯେପରି ବୁଝାଯାଉଛି, ତାହାଠୁ ବହୁ ଭିନ୍ନ ତାର ତାତ୍ପର୍ଯ୍ୟ। ଧରନ୍ତୁ ନଚିକେତା କଥା। ତାଙ୍କ ସମ୍ପର୍କୀୟ ବିବରଣୀ ଆମେ କଠୋପନିଷଦରେ ପାଉ। ପିତା ବଜ୍ରଶ୍ରବ ଋଷି ଏକ ଯଜ୍ଞ କରୁଛନ୍ତି। ସେହି ଅବସରରେ ଗୋଟାଏ ଅକର୍ମଣ୍ୟ ଗାଈ ସେ ଦାନ କରୁଥିବାର ଦେଖି ନଚିକେତା ତାଙ୍କୁ ବାରମ୍ବାର ପଚାରିଲେ, ଋଷି ତାଙ୍କୁ କାହାକୁ ଦାନ କଲେ? ବାଳକ ତୃତୀୟ ଥର ଏ ପ୍ରଶ୍ନଟି କରନ୍ତେ ଋଷି କହିଲେ, ତୋତେ ଯମକୁ ଦେଲି। ନଚିକେତା ସେଇଠୁ ଯମପୁରୀ ଚାଲିଲେ। ସେଠାରେ ପହଞ୍ଚିବା ବେଳକୁ ଯମଦେବ ନାହାନ୍ତି। 3 ଦିନ 3 ରାତି ଅଭୁକ୍ତ ଭାବରେ ନଚିକେତା ଅପେକ୍ଷା କଲେ। ଯମ ଫେରିଆସି ତାହା ଜାଣି ପ୍ରୀତ ହୋଇ ସେ 3 ଦିନର କ୍ଲେଶ ବାବଦରେ ନଚିକେତାଙ୍କୁ 3 ଗୋଟି ବର ମାଗିବାକୁ କହିଲେ। ପ୍ରଥମ 2 ବର ପରେ ତୃତୀୟ ବର ଭାବରେ ନଚିକେତା ମାଗିଲେ ମୃତ୍ୟୁ ରହସ୍ୟ ଓ ମୃତ୍ୟୁ ପରବର୍ତ୍ତୀ ଚେତନା ସମ୍ପର୍କରେ ଜ୍ଞାନ। ସେଭଳି ବରଟିଏ ଦେବାକୁ ଯମରାଜ ମୋଟେ ପ୍ରସ୍ତୁତ ନଥିଲେ। ସେ ବଦଳରେ ପାର୍ଥିବ ଜୀବନର ସୁଖ ସମ୍ଭୋଗ ନିମନ୍ତେ ଲୋଡ଼ା ନାନାଦି ଐଶ୍ୱର୍ଯ୍ୟ ଯାଚିଲେ। କିନ୍ତୁ ନଚିକେତା ନିଜ ମାଗୁଣିରେ ଅଟଳ ରହନ୍ତେ ଯମରାଜ ତାଙ୍କୁ ତାଙ୍କ ଜିଜ୍ଞାସାର ଉତ୍ତର ଦାନ କରି ସନ୍ତୁଷ୍ଟ କଲେ। ବାପାଟିଏ କୌଣସି ଗୁରୁତ୍ୱପୂର୍ଣ୍ଣ କାମ କଲାବେଳେ ପୁଅ ଅଯଥା ପ୍ରଶ୍ନ ପଚାରି ତାଙ୍କ ଧ୍ୟାନରେ ବ୍ୟାଘାତ ଆଣନ୍ତେ ସେ ରାଗିଯାଇ ତାଙ୍କୁ ଯମକୁ ଦେଇଦେଲେ ବୋଲି କହିଲେ। ଏଭଳି ଏକ ଘଟଣା ଉପନିଷଦରେ ସ୍ଥାନ ପାଇବାର ଯୋଗ୍ୟ ନୁହେଁ ନିଶ୍ଚୟ। ଏଠାରେ ତାତ୍ପର୍ଯ୍ୟ ତେବେ କ'ଣ? ଉପନିଷଦ ଶବ୍ଦର ଅର୍ଥ ସହିତ ନୈକଟ୍ୟର ସମ୍ପର୍କ ରହିଛି। ଯିଏ ଗୁରୁଙ୍କ ନିକଟବର୍ତ୍ତୀ, ଅର୍ଥାତ୍ ଗୁରୁଙ୍କ ଚେତନାଠାରୁ ଯେଉଁ ଶିଷ୍ୟର ଚେତନାର ଦୂରତା ଅଧିକ ନୁହେଁ, ଉପନିଷଦ ନିହିତ ଜ୍ଞାନ ତାକୁ ହିଁ ଆକ୍ଷରିକ ଭାବରେ ଯାହା ବୁଝିବୁ, ତାହାର ଅନ୍ତର୍ନିହିତ ଅର୍ଥ ତାହାଠୁ ବହୁତ ଭିନ୍ନ। ଋଷି ବଜ୍ରଶ୍ରବ ତାଙ୍କର ସମ୍ପଦ ଦାନ କରୁଛନ୍ତି, ଏପରିକି ଅକର୍ମଣ୍ୟ ଗାଈଟି ପର୍ଯ୍ୟନ୍ତ। ଏହି ଦାନ କରିଦେଇ ନିଜେ ଆସକ୍ତିରୁ ମୁକ୍ତିଲାଭ, ଏହା ହିଁ ପ୍ରକୃତ ଯଜ୍ଞ, ହୋମ ବହିରାନୁଷ୍ଠାନ ମାତ୍ର। ନଚିକେତା ବାପାଙ୍କୁ ସ୍ମରଣ କରାଇ ଦେଉଛନ୍ତି, ତାଙ୍କ ପ୍ରତି ଆସକ୍ତି ଯୋଗୁଁ ବାପା ତାଙ୍କୁ ଯେପରି କୌଣସି ଏକ ମହତ୍ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାକୁ ପାଶୋରି ନ ଯାଆନ୍ତି। ପାଶୋରି ଗଲେ ସେ ଯଜ୍ଞରେ ପୂର୍ଣ୍ଣତା ଆସିବ ନାହିଁ। ଯମ ମୃତ୍ୟୁର ଦେବତା ମାତ୍ର ନୁହନ୍ତି, ସେ ଧର୍ମର ଦେବତା ମଧ୍ୟ। ଯେଉଁ ଧର୍ମ ଦ୍ୱାରା ମୃତ୍ୟୁ ଭଳି ଏକ ଅନୁଷ୍ଠାନ ପରିଚାଳିତ, ତାର ଯାବତୀୟ ଜ୍ଞାନର ସେ ହେଲେ ଅଭିଭାବକ। ଋଷି ବଜ୍ରଶ୍ରବ ସୁପୁତ୍ରଟିକୁ ଯମକୁ ଦେଇଦେବାର ଅର୍ଥ ମୃତ୍ୟୁ ରହସ୍ୟ ଭେଦ କରିବା ନିମନ୍ତେ ସେ ପୁତ୍ରକୁ ନିର୍ଦ୍ଦେଶ ଦେଲେ। ସେହି ପବିତ୍ର ମୁହୂର୍ତ୍ତରେ 3 ଦିନ 3 ରାତି ଆହାର ନିଦ୍ରା ପରିହାର କରି ନଚିକେତା ଯମଙ୍କ ତୋରଣରେ ଦଣ୍ଡାୟମାନ ରହିବାର ଅର୍ଥ ଯେ ମୃତ୍ୟୁ ରହସ୍ୟ ଭେଦ ନିମନ୍ତେ ସେତକ ସମୟବ୍ୟାପୀ ଋଷିପୁତ୍ରଟି ଏକନିଷ୍ଠ ଏକାଗ୍ର ରହିଥିଲେ। ଯମଙ୍କ ଅଧିନିବାସର କୌଣସି ସ୍ଥୂଳ ଭୌଗୋଳିକ ଠିକଣା ନାହିଁ। ସେଠାକୁ ଯିବାକୁ ହୁଏ ଚେତନା ରାଜ୍ୟରେ। ନଚିକେତା ତାହା ହିଁ କରିଛନ୍ତି। ମୃତ୍ୟୁ ସମ୍ପର୍କରେ ସେ ଯଥାର୍ଥ ଜ୍ଞାନ ଅର୍ଜନ କରିଛନ୍ତି। ପୃଥିବୀର ଯେକୌଣସି ଉନ୍ନତ ପ୍ରାଚୀନ ସଭ୍ୟତାରେ ଜ୍ଞାନର ବିକାଶ କେତେ ଦୂର ହୋଇଅଛି, ସେ ସଭ୍ୟତାର ପୁରାଣ କଥାରୁ ତାର ଆଭାସ ମିଳେ। ଇଜିପ୍ଟ ଏବଂ ଗ୍ରୀସ୍ ଉଭୟ ଦେଶରେ ପ୍ରଚଳିତ ପୁରାଣ କଥା ସ୍ଫିଙ୍କ୍ସ ବା ସିଂହାସୁରୀ କଥା ଧରାଯାଉ।
ସେ ଅଦ୍ଭୁତ ପ୍ରାଣୀଟି ବସିଥାଏ ସୁଦୀର୍ଘ ପଥର ଏକ ପ୍ରାନ୍ତସ୍ଥିତ ପାହାଡ଼ ଉପରେ। ମୁହଁଟି ତାର ସ୍ତ୍ରୀ ସୁଲଭ, ଦେହଟି ସିଂହର, ଗୋଡ଼ ଚାରିଟି କୁକୁରର, ଗୋଟାଏ ସାପ ହେଲା ତାର ଲାଞ୍ଜ। ପଥିକଟିଏ ତା ଆଖିରେ ପଡ଼ିଲେ ସେ ପ୍ରଶ୍ନ କରେ, ଏମନ୍ତ ଜୀବ କିଏ ଯିଏ ପ୍ରଭାତରେ 4 ପାଦରେ ଚାଲେ, ଦିନ ହେଲେ 2 ପାଦରେ ଏବଂ ସନ୍ଧ୍ୟାରେ 3 ପାଦରେ ଚାଲେ। ପଥିକକୁ ସେ ପର୍ଯ୍ୟାପ୍ତ ସମୟ ଦିଏ। ପଥିକ ବିଚରା କହି ନ ପାରିଲେ ତା ଉପରକୁ ଡେଇଁ ପଡ଼ି ସିଂହାସୁରୀ ତାକୁ ନିର୍ମମ ଭାବରେ ହତ୍ୟା କରେ। ଅବଶେଷରେ ଦିନେ ସିଂହାସୁରୀ ସାମ୍ନାରେ ପଡ଼ିଲେ ବୀର ଉଡ଼ିପସ୍। ସିଂହାସୁରୀ ତାଙ୍କୁ ପ୍ରଶ୍ନଟି କରନ୍ତେ ସେ ତତ୍କ୍ଷଣାତ୍ ଉତ୍ତର ଦେଲେ, ତମ ପ୍ରଶ୍ନର ଉତ୍ତର ମୁଁ ନିଜେ। ବୋଇଲେ ଚମକି ପଡ଼ି ସିଂହାସୁରୀ ପୁନର୍ବାର ପ୍ରଶ୍ନ କଲା, ମୁଁ ଅର୍ଥାତ୍ ମଣିଷ। ଜୀବନର ପ୍ରଭାତରେ ମଣିଷ 2 ଗୋଡ଼ ସହ 2 ହାତ ଯୋଗେ ହାମୁଡ଼ି ହାମୁଡ଼ି ଚାଲେ। ଦିନ ହେଲେ ଅର୍ଥାତ୍ ଶୈଶବ ଅତିକ୍ରାନ୍ତ ହୋଇ ବୟସ ବଢ଼ିଲେ ସେ 2 ଗୋଡ଼ରେ ଚାଲେ। ଜୀବନର ସନ୍ଧ୍ୟାରେ ସେ ତୃତୀୟ ପାଦ ଅର୍ଥାତ୍ ଗୋଟାଏ ଯଷ୍ଟିର ସାହାଯ୍ୟ ନିଏ। ଓଡ଼ିପସ୍ ଉତ୍ତର ଦେଇସାରିବା ମାତ୍ରେ ପାହାଡ଼ ଉପରୁ ତଳକୁ ଡେଇଁ ପଡ଼ି ସିଂହାସୁରୀ ନିଜେ ନିଜ ପ୍ରାଣ ବିସର୍ଜନ ଦେଲା। ସିଂହାସୁରୀ ଏ କାହାଣୀରେ ମୃତ୍ୟୁର ପ୍ରତୀକ। ମଣିଷ ନିଜକୁ ଜାଣେ ନାହିଁ ବୋଲି ମୃତ୍ୟୁ କବଳିତ ହୁଏ। ଯିଏ ପ୍ରକୃତ ଆତ୍ମଜ୍ଞାନୀ ତାର ମୃତ୍ୟୁ ନାହିଁ। ମୃତ୍ୟୁ ଅଳିକ। ସ୍ଫିଙ୍କ୍ସର ବିଚିତ୍ର ଗଠନ ହିଁ ସେ ସୂଚନା ଦିଏ। ପୁରାଣ କଥା ଭିତରେ ଲୁକାୟିତ ଏ ସତ୍ୟ ଉପନିଷଦର ପ୍ରତିଧ୍ୱନି ତୋଳୁଛି। ପ୍ରାଚୀନ ଇଜିପ୍ଟ ଓ ଗ୍ରୀସର ଜ୍ଞାନୀମାନେ କେତେ ଉନ୍ନତ ସତ୍ୟର ସନ୍ଧାନ ପାଇଥିଲେ ତାର ନିର୍ଭୁଲ ସାକ୍ଷ୍ୟ ଦିଏ ଏ ପୁରାଣ କାହାଣୀ। ଯେଉଁ ପ୍ରାଜ୍ଞ ଲୋକକଥା ବିଷୟରେ କହୁଅଛି ତାହା ନଚିକେତା ବା ସିଂହାସୁରୀ ଉପାଖ୍ୟାନ ଭଳି ଏତେ ବେଶୀ ପ୍ରତୀକଧର୍ମୀ ନୁହେଁ। ଯଦ୍ୟପି ସେ ସବୁର କେତେକ ସିଧାସଳଖ ସତ୍ୟର ଏକ ଏକ ଝଲକ ପରଶି ଦେଉଥିବା ସ୍ଥଳେ ଆଉ କେତେକ ବିଶ୍ଳେଷଣର ଅପେକ୍ଷା ରଖନ୍ତି। ପ୍ରଥମ ଶ୍ରେଣୀର ଗୋଟାଏ ଦୃଷ୍ଟାନ୍ତ ଦେଖନ୍ତୁ। ଜମିଦାରଙ୍କ ନିର୍ଦ୍ଦେଶରେ ଗୌଡ଼ୁଣୀଟିଏ ନଈ ସେପାରିରେ ଗୋଟିଏ ମନ୍ଦିର ସଂଲଗ୍ନ କୋଠରୀରେ କୌଣସି ବ୍ରତ ପାଳନ ପାଇଁ ଆସି ରହିଥିବା ଜଣେ ମାନ୍ୟଗଣ୍ୟ ପଣ୍ଡିତଙ୍କୁ ପ୍ରତ୍ୟହ ସକାଳେ ଲୋଟାଏ ଲେଖାଏଁ ଦୁଧ ଦେଇଯାଏ। ମାସକ ପାଇଁ ଏ ବ୍ୟବସ୍ଥା। ପ୍ରଥମ ଦିନ ହିଁ ପଣ୍ଡିତେ ଗୌଡ଼ୁଣୀକୁ କହିଲେ, ଝିଅ, ତୁ ଅନ୍ଧାର ଥାଉ ଥାଉ ଏତକ ଆଣିପାରନ୍ତୁ ନାହିଁ। ପାରନ୍ତି ଯେ, କିନ୍ତୁ ନାଉରିଆ ତ ସେତେ ସହଳ ତା କାମକୁ ଆସେ ନାହିଁ। ଗୌଡ଼ୁଣୀଟି ଅସୁବିଧାଟି ଜଣାଇଲା। ହାଲୁକା ଭାବରେ ନିଜ ପାଣ୍ଡିତ୍ୟ ପ୍ରକଟ କରି କହିଲେ, ସେ ମହାଶୟ, ଲୋକେ ହରିନାମ ଭଜି ଭବସମୁଦ୍ର ପାରି ହୋଇଯାଆନ୍ତି। ତୁ ସାମାନ୍ୟ ନଈ ପାରି ହୋଇପାରିବୁ ନାହିଁ? ଚେଷ୍ଟା କର। ଏ ସୂତ୍ର ଆଉ କାହାକୁ କହିଦେବୁ ନାହିଁଟି? ପରଦିନଠୁ ପଣ୍ଡିତେ ଅନ୍ଧାର ଥାଉ ଥାଉ ଦୁଧ ପାଆନ୍ତି। ବ୍ରତକାଳ ଶେଷ ହେଲା। ପଣ୍ଡିତେ ଡେରା ଉଠାଇବା ଦିନ ପ୍ରଭାତରେ ଗୌଡ଼ୁଣୀକୁ ତା ପରିଶ୍ରମ ଓ ସମୟାନୁବର୍ତ୍ତିତା ସକାଶେ ବହୁତ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ନାଉରିଆକୁ ଧନ୍ୟବାଦ ଜଣାଇ ଦେବାକୁ କହିଦେଲେ। ଗୌଡ଼ୁଣୀ ପଣ୍ଡିତଙ୍କୁ ପ୍ରଣାମ କରି କହିଲା, ମୁଁ ତ ନାଉରିଆକୁ ଆଉ ଲୋଡ଼ି ନାହିଁ। ମାନେ, କିପରି ସବୁଦିନ ନଈପାରି ହେଉଥିଲୁ? ପଣ୍ଡିତେ ପ୍ରଶ୍ନ କଲେ। ରହସ୍ୟମୟ ତଥା ସଲଜ୍ଜ ଭାବରେ ହସି ଗୌଡ଼ୁଣୀ କହିଲେ, ଆପଣ ସତରେ ଭୁଲିଗଲେ ନା ଏ ଅଜ୍ଞାନୀକୁ ପରୀକ୍ଷା କରୁଛନ୍ତି? ଆପଣ ଯେଉଁ ସୂତ୍ର ବତାଇ ଦେଇଥିଲେ ତାକୁ ହିଁ ଅନୁସରଣ କରି ମୁଁ ଯିବା ଆସିବା କରୁଛି, କିନ୍ତୁ କାହାକୁ କହିନାହିଁ। ହତବମ୍ବ ପଣ୍ଡିତେ ଗୌଡ଼ୁଣୀ ପଛେ ପଛେ ଯାଇ ଲକ୍ଷ୍ୟ କରି ଦେଖିଲେ ସ୍ତ୍ରୀ ଲୋକଟି ଥରେ ମୁଣ୍ଡରେ ଯୋଡ଼ହସ୍ତ ଛୁଆଇଁ ତାପରେ ନଈ ଭିତରକୁ ଗୋଡ଼ ବଢ଼ାଇଲା ଓ କୁହୁଡ଼ି ଭିତରେ ଅଦୃଶ୍ୟ ହୋଇଗଲା। ପଣ୍ଡିତେ ପ୍ରାୟ ମୂର୍ଚ୍ଛା ଗଲେ। କାହାଣୀର ମର୍ମ ପ୍ରଥମତଃ ବିଶ୍ୱାସର କରାମତି, ଦ୍ୱିତୀୟତଃ ପାଣ୍ଡିତ୍ୟ ଗୋଟାଏ କଥା, ଉପଲବ୍ଧି ଆଉ ଗୋଟାଏ କଥା। ପଣ୍ଡିତଙ୍କର ଜ୍ଞାନ ଥିଲା, ଉପଲବ୍ଧି ବା ସେ ସକାଶେ ପ୍ରୟୋଜନୀୟ ପ୍ରସ୍ତୁତି ନଥିଲା। ଏ ଲୋକ କଥାଟିରେ କୌଣସି ପ୍ରତୀକତା ନାହିଁ। ଏହାର ବକ୍ତବ୍ୟ ସିଧା ଓ ସରଳ। ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟର ଅର୍ଥାତ୍
ପ୍ରତୀକାତ୍ମକ କାହାଣୀଟିଏ ଦେଖାଯାଉ। ଏକଦା ରାତିରେ ଛଦ୍ମବେଶରେ ଭ୍ରାମ୍ୟମାଣ ରାଜା ଦସ୍ୟୁ ହାତରେ ବିପଦାପନ୍ନ ହେବାବେଳେ ରାଜ୍ୟର ଗ୍ରାମ ଗ୍ରାମାନ୍ତରରୁ ଆସି ଗୋଟାଏ ଚଟି ଘରେ ରହିଥିବା 5 ଜଣ ଯୁବକ ତାଙ୍କୁ ରକ୍ଷା କଲେ। କୃତଜ୍ଞ ରାଜା ସେମାନଙ୍କୁ ପରଦିନ ରାଜସଭାରେ ତାଙ୍କୁ ଭେଟିବାକୁ କହିଲେ। ସେମାନେ ଆସିଲେ। ରାଜା ସମସ୍ତଙ୍କୁ ଗୋଟାଏ ପ୍ରକାର ପୁରସ୍କାର ନ ଦେଇ କିଏ କ'ଣ ପାଇଲେ ତୃପ୍ତ ହେବ ତାହା ଜାଣିବାକୁ ଚାହିଁଲେ। ପ୍ରଥମ ଜଣକର ନିବେଦନ, ତା ଗାଁର ଗରିବ ଲୋକ ବର୍ଷା କାଦୁଅରେ ବହୁ କଷ୍ଟ ସହି ସହରକୁ ପନିପରିବା ବିକିବାକୁ ଆସନ୍ତି, ଗାଁକୁ ସଡ଼କଟିଏ କରିଦିଆଯାଉ। ଦ୍ୱିତୀୟର ମାଗୁଣି, ତାର ଘର ବୋଇଲେ କୁଡ଼ିଆଟାଏ, ଭଲ ଘରଟିଏ ବନାଇ ଦିଆଯାଉ। ତୃତୀୟର ପ୍ରତିବେଦନ, ତାର ଜଣେ ପୂର୍ବପୁରୁଷ ତତ୍କାଳୀନ ରାଜାଙ୍କ ପାଇଁ ପ୍ରାଣ ଦେଇଥିଲେ, କିନ୍ତୁ ସ୍ୱୀକୃତି ମିଳିନାହିଁ, ତାଙ୍କୁ ଜଣେ ଅମାତ୍ୟ କରାଯାଉ। ଚତୁର୍ଥର ଅଳି, ସେ ଆଜୀବନ ସୁଖରେ ରହିବା ପାଇଁ ତାଙ୍କୁ ଖଣ୍ଡିଏ ଜମିଦାରୀ ମିଳୁ। ପଞ୍ଚମର ମିନତି, ତାକୁ ସୁନ୍ଦରୀ କନ୍ୟାଟିଏ ସହ ବିବାହ କରିଦିଆଯାଉ। ରାଜା ପ୍ରତ୍ୟେକଙ୍କର ନିବେଦନ ମଞ୍ଜୁର କରୁଥାନ୍ତି। ନିଜ ବୟସ୍ୟାଙ୍କ କନ୍ୟା ସହ ପଞ୍ଚମର ବିବାହ ବ୍ୟବସ୍ଥା ବି ରାଜା କରିଦେଲେ। ଶେଷକୁ ଆସିଲା ଷଷ୍ଠର ପାଳି। ଷଷ୍ଠ କହିଲା, ମହାରାଜ, ପ୍ରତିବର୍ଷ ଦିନଟିଏ ଓ ରାତିଟିଏ ଆପଣ ମୋର ଅତିଥି ହେବେ। ଟୋକା ମୂଳରୁ ରାଜାଙ୍କଠୁ ପ୍ରତିଶ୍ରୁତି ଆଦାୟ କରିନେଇଥିଲା କି ସେ ଯାହା ଚାହିଁବ ତାହା ରାଜାଙ୍କ ସାଧ୍ୟ ବାହାରେ ହୋଇନଥିଲେ ରାଜା ଜରୁର ଦେବେ। ତାର ଅତିଥି ହେବାଟା ରାଜାଙ୍କ ସାଧ୍ୟାତୀତ ବୋଲି କୁହାଯାଇପାରିବ ନାହିଁ। ଅଗତ୍ୟା ରାଜା ସମ୍ମତି ଦେଇଦେଲେ। ରାଜା ସିନା ସମ୍ମତି ଦେଇଦେଲେ, ପ୍ରସ୍ତାବଟିକୁ ବାସ୍ତବ କରିବାର ଦାୟିତ୍ୱ ମନ୍ତ୍ରୀସଭାର। ପ୍ରଥମେ ଟୋକାର ଗାଁକୁ ରାଜାଙ୍କ ରଥ ଗଲା ଭଳି ରାସ୍ତାଟିଏ ହେବା ଲୋଡ଼ା। ସେ ବ୍ୟବସ୍ଥା ହେଲା। ଦ୍ୱିତୀୟରେ ରାଜା ରାତ୍ରିଯାପନ କଲାଭଳି ଘର ଅର୍ଥାତ୍ ପ୍ରାସାଦ କରିଦେବାର ବ୍ୟବସ୍ଥା ହେଲା। ତୃତୀୟରେ ରାଜା ଜଣେ ସାଧାରଣ ପ୍ରଜା ଘରେ ରହିପାରିବେ ନାହିଁ। ଟୋକାକୁ ଅମାତ୍ୟ କରାଗଲା, ନାନାଦି ଉପାଧିରେ ଭୂଷିତ କରାଗଲା। ଚତୁର୍ଥରେ ପ୍ରାସାଦର ରକ୍ଷଣାବେକ୍ଷଣ ଏବଂ ପରିଚାରିକ ଇତ୍ୟାଦିଙ୍କୁ ନିଯୁକ୍ତି କରିବା ସକାଶେ ଆବଶ୍ୟକ ନିୟମିତ ଆୟ ପାଇଁ ଟୋକାକୁ ଦେବାକୁ ହେଲା ବିରାଟ ଜମିଦାରୀ। ପଞ୍ଚମରେ ବର୍ଷ ପରେ ବର୍ଷ ରାଜାଙ୍କୁ ଯିଏ ସ୍ୱାଗତ କରିବ, ତାଙ୍କ ଅଭ୍ୟାସ ମୁତାବକ ବିଶ୍ରାମ ଓ ଖାଦ୍ୟପେୟର ବ୍ୟବସ୍ଥା କରିବ, ସେଭଳି କନ୍ୟାଟିଏ ସିନା ଅତିଥି ସେବିକା ହେବା ଚାହି। ବର୍ତ୍ତମାନ ଟୋକା ଯେହେତୁ ଜମିଦାର ତଥା ପଦବିବନ୍ତ ସମ୍ଭ୍ରାନ୍ତ ଅମାତ୍ୟ, ଜଣେ ରାଜକୁମାରୀଙ୍କୁ ତାଙ୍କୁ ବିଭା କରିଦେବାରେ ଅସୁବିଧା କିଛି ନାହିଁ। ତାହା ହିଁ ହେଲା। କାହାଣୀଟିରେ ନାଟକୀୟତା ରହିଛି ବୁଦ୍ଧିର ଦୀପ୍ତି, କିନ୍ତୁ ଏହାର ଆଭ୍ୟନ୍ତରୀଣ ଅର୍ଥ ଗୁରୁତ୍ୱପୂର୍ଣ୍ଣ। ଜୀବନରେ କିଏ ସୁଖ ଚାହେଁ, କିଏ ଶାନ୍ତି ଚାହେଁ ଏବଂ ସେସବୁ କେଉଁ ବସ୍ତୁ ବା ବ୍ୟବସ୍ଥା ଜରିଆରେ ମିଳିବ? ନିଜ ଧାରଣା ଅନୁସାରେ ମଣିଷ ସେଇଆ ଚାହେଁ, କିନ୍ତୁ ଯିଏ ପ୍ରକୃତରେ ଜ୍ଞାନୀ ସିଏ କେବଳ ଭଗବାନଙ୍କୁ ଚାହେଁ। ସେ ମିଳିଲେ ତାଙ୍କଠାରୁ ସବୁ ମିଳିଯାଏ। ଏହି ପର୍ଯ୍ୟାୟର ଅନେକ କାହାଣୀରେ ମହତ୍ତର ଜ୍ଞାନ ସହ ମିଶିଥାଏ ସାଧାରଣ ଜ୍ଞାନ। ଗ୍ରାମୀଣଟିଏ 5 କୋଶ ଦୂରବର୍ତ୍ତୀ ସାପ୍ତାହିକ ଗୋରୁହାଟକୁ ଯାଇ ବହୁତ ଖୋଜାଖୋଜି କରି ଦମ୍ଭିଲା ଗାଈଟିଏ କିଣିଛି। ସେତେବେଳକୁ ସଞ୍ଜ, ହାଟ ଭାଙ୍ଗିଗଲାଣି। ଯିଏ ଯା ବାଟରେ ଗଲେଣି। ଲୋକଟି ପଡ଼ିଛି ମହା ଅଡ଼ୁଆରେ। ଗାଈଟିକୁ ଯେତେ ଟଣାଉଟରା କଲେ ବି ସେ ଚାଲିବାକୁ ନାରାଜ। ହୁଏତ ସେ ଆଗରୁ ଟାଣିଲେ ଓ ଆଉ କେହି ପଛରୁ ଠେଲିଲେ ହୁଅନ୍ତା, କିନ୍ତୁ ତାକୁ ସେଭଳି ସହାୟତା ଦେବା ଭଳି କେହି ନଥିଲେ। ଲୋକଟି କାନ୍ଦ କାନ୍ଦ ହେବା ବେଳକୁ ଜଣେ ପଥଚାରୀ ସାଧୁ କହିଲେ, ମୁଁ ତମକୁ ସାହାଯ୍ୟ କରିବି। ସେ ବାଛୁରୀଟିକୁ 2 ହାତରେ ତୋଳି ବାଟ ଚାଲିବାକୁ ଆରମ୍ଭ କରନ୍ତେ ନରମ ହମ୍ବାରଡ଼ି ଦେଇ ଗାଈ ଆପଣା ଛାଏଁ ତାଙ୍କୁ ଅନୁସରଣ କଲା। କିଛି ସମୟ ପରେ ସାଧୁ ବାଛୁରୀଟିକୁ ଗ୍ରାମୀଣକୁ ହସ୍ତାନ୍ତର କଲେ। ଗାଈ ଧରି ଘରକୁ ଫେରିବାରେ ତାକୁ ଆଉ କୌଣସି କ୍ଲେଶ ଭୋଗିବାକୁ ପଡ଼ିନାହିଁ। ଏସବୁ କାହାଣୀର ସ୍ରଷ୍ଟା ପ୍ରାୟତଃ ଅଜ୍ଞାତ। ଏସବୁର କଥକ ଶ୍ରୀ ରାମକୃଷ୍ଣ ପରମହଂସ।
ରମଣ ମହର୍ଷିଙ୍କ ଭଳି ମହାପୁରୁଷମାନେ। କେତୋଟି ଗଳ୍ପର ସ୍ରଷ୍ଟା ହୁଏତ ଶ୍ରୀରାମକୃଷ୍ଣ। ଜ୍ଞାନ, ବୁଦ୍ଧି ଓ ସମ୍ବେଦନର ମିଶ୍ରଣରେ ଏଭଳି କାହାଣୀ ସବୁ ଏକ ସ୍ୱତନ୍ତ୍ର ଗୌରବର ଅଧିକାରୀ। ଅସଂଖ୍ୟ ନରନାରୀଙ୍କୁ ଏସବୁ କାହାଣୀ ଦେଇଛି ସଦ୍ବୁଦ୍ଧି, ଆଶ୍ୱାସନା ଏବଂ ଆନନ୍ଦର ସ୍ପର୍ଶ। ଏସବୁ ମିଥ୍ ନୁହନ୍ତି କି କିମ୍ବଦନ୍ତୀ ନୁହନ୍ତି। ତୁଚ୍ଛ ଲୋକକଥା ଭାବରେ ବି ଏସବୁକୁ ନାମିତ କରାଯାଇପାରିବ ନାହିଁ। ସାଧାରଣ ଲୋକକଥା ଓ ଏହାର ପାର୍ଥକ୍ୟ ହେଲା କାହାଣୀଗତ ଉପାଦାନରେ ଏସବୁରେ ଯେତେ ଚିତ୍ତାକର୍ଷକ ହେଲେ ମଧ୍ୟ ସତ୍ୟର ଏକ ଝଲକ ପ୍ରତିଭାତ କରିବା ଏସବୁର ଆଭିମୁଖ୍ୟ। ଏସବୁ କାହାଣୀର ସ୍ରଷ୍ଟାମାନଙ୍କ ପ୍ରତିଭାରେ ସେମାନଙ୍କ ସୃଜନଶୀଳତାକୁ ଶାଣିତ କରିଥାଏ ଚେତନାର ଉତ୍କର୍ଷ। ତେଣୁ ଏସବୁକୁ ପ୍ରାଜ୍ଞ ଲୋକସାହିତ୍ୟ ଭାବରେ ଚିହ୍ନିତ କରାଯାଇପାରେ। ଧନ୍ୟବାଦ।